ବର୍ତ୍ତମାନ ଆମେମାନେ ଏହି ସୁନ୍ଦର ସକାଳ ବା ସମୟକୁ ଆମମାନେ ପାଇଅଛୁ ଏହା କେବଳ ପରମେଶ୍ୱରଙ୍କର ଅନୁଗ୍ରହ ଏବଂ ପରମେଶ୍ୱରଙ୍କର ଇଚ୍ଛା ଅଟେ ଯେ ଆମମାନେ ଏହି ସୁନ୍ଦର ସମୟକୁ ପାଇଅଛୁ। परमेश्वर को वाक्य में लिखा जाए, वास्तव में यहोवा परमेश्वर जीवित है और सदा का राजा वही है जिसके प्रकट से पृथ्वी कांपती है और जाति जाति के लोग थरथराते हैं। परमेश्वर को वाक्य में लिखा जाए, वास्तव में यहोवा परमेश्वर जीवित और सदा काल राजा से ही अटंती। ଆଉ ଆମମାନେ ସେହି ପରମେଶ୍ୱରଙ୍କୁ ପାଇଅଛୁ ଆଜିର ଏ ସକାଳ ସମୟରେ ଆମମାନେ ପରମେଶ୍ୱରଙ୍କୁ ଦେବା ତ ସର୍ବପ୍ରଥମେ ଆମେମାନେ ପ୍ରାର୍ଥନା କରିବା ତାପରେ ଆମମାନେ ଆଗକୁ ବଢିବା ଆମମାନେ ନିଜ ମନ ପ୍ରାଣ ଆତ୍ମା ପରମେଶ୍ୱରଙ୍କୁ ଦେବା ଆସନ୍ତୁ ଆମେ ସମସ୍ତେ ଚକ୍ଷୁ ବନ୍ଦ କରିବା मंगलमय सदा प्रभु आम तुमको धन्यवाद दौଛୁ ଆଜିର ଏ ସକାଳ ସମୟରେ ପ୍ରଭୁ ତୁମେ ଯେ ଆମମାନଙ୍କୁ ଦୟା କଲ ତୁମେ ଯେ ଆମମାନଙ୍କୁ ଅନୁଗ୍ରହ କଲ ଆଜିର ଏହି ନୂତନ ଦିନ ନୂତନ ସକାଳ ଦେଇଅଛ ପ୍ରଭୁ ଆଜିର ଏହି ଦିନରେ ପିତା ପରମେଶ୍ୱର ସମଗ୍ର ପୃଥିବୀର ଲୋକମାନେ ତୁମରି ନାମରେ ଏକତ୍ରିତ ତୁମରି ମହାନ ଏବଂ ତୁମରି ଗୌରବ କରୁଅଛନ୍ତି ତୁମରି ମହିମା କରୁଅଛନ୍ତି ସାରା ପୃଥିବୀ ସାରା ଏହି ପୃଥିବୀର ଦେଶ ଦେଶର ଲୋକମାନେ ତୁମରି ନାମରେ ଗୌରବ ଏବଂ ପ୍ରଶଂସା କରନ୍ତି ଆଜି ଆମେ ମାନେ ଏହି ଅନଲାଇନ ମାଧ୍ୟମରେ ପ୍ରଭୁ ତୁମରି ମହିମା ତୁମରି ସକାଶେ ପିତା ପରମେଶ୍ୱର ଆମେ ଏକତ୍ରିତ ହେଇଅଛୁ ତୁମେ ଆମମାନଙ୍କୁ ପରିଚାଳନା କର ଏହି ପିତା ପରମେଶ୍ୱର ପ୍ରାର୍ଥନା ମିଟିଂର ପରମେଶ୍ୱର କେବଳ ତୁମେ ହିଁ ଆମମାନଙ୍କୁ ପଥଦର୍ଶକ ହୁଅ ଏବଂ ତୁମେ ଆମମାନଙ୍କର ସହାୟ ହୁଅ କହିବାରେ ପିତା ପରମେଶ୍ୱର ଆମମାନଙ୍କୁ ଉପସ୍ଥିତିରେ ତୁମରି ସେ ପବିତ୍ର ଆତ୍ମାଙ୍କର ପରିଚାଳନା ହେଉ ଆଜିର ଏହି ପ୍ରାର୍ଥନା ସଭାକୁ ପ୍ରଭୁ ଯେଉଁ ଭଉଣୀ ବାକ୍ୟ କହିବେ ଆଉ ଯେଉଁ ଭାଇ ପିତା ପରମେଶ୍ୱର ତୁମରି ଆରାଧନା କରିବେ ଯେଉଁ ଭଉଣୀ ମାନେ ପିତା ପରମେଶ୍ୱର ତୁମରି ଗୀତ ଗାଇବେ ପ୍ରଭୁ ପ୍ରତ୍ୟେକ ମୁହୂର୍ତ୍ତରେ ତୁମେ ଆମମାନଙ୍କ ସଙ୍ଗରେ ହୁଅ ତୁମେ ଯେ ଆମମାନଙ୍କର ଏହି ପ୍ରାର୍ଥନାକୁ ଶ୍ରବଣ କଲ ଧନ୍ୟବାଦ ଏହି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ ଆମେନ୍ ଆମମାନେ ଗୀତ ଗାଇବା आज का दिन यहोवा ने बनाया हम इसी में आनंदित हो एक गीत गाई के हमारे प्रभु को महिमा करें आज का दिन यहोवा ने बनाया है हम इसमें आनंदित हो आज का दिन यहोवा ने बनाया है हम इसमें आनंदित हो आनंदित हो प्रभु को महिमा मिले चाहे हो मेरा अपमान वो बड़े में घटू जाए उसी का ध्यान हालेलुया आज का दिन यहोवा ने बनाया है हम उसमें आनंदित हो आज का दिन यहोवा ने बनाया है हम इसमें आनंदित हो आता हूँ तेरे पास मुझको है तुझ पे हाँ मुझको कबूल करे पापों से शुद्ध कर दे हालेलुया आज का दिन यहोवा ने बनाया है हम उसमें आनंदित हो जीवन में ज्योति जले ज्योति में चल हम सके जीवन में सबने यही दुआ तुझसे हालेलुया आज का दिन यहोवा ने बनाया है हम इसमें आनंदित हो आज का दिन यहोवा ने बनाया है हम इसमें आनंदित हो हालेलुया हालेलुया
ଆମମାନେ Hallelujah. ସଦାବେଳେ ଆନନ୍ଦ ସହକାରେ ପ୍ରଭୁଙ୍କର ମହିମା ଏବଂ ପ୍ରଭୁଙ୍କର ସ୍ତୁତି କରିବା ବହୁତ ଆବଶ୍ୟକ ଅଟେ। ତ ବର୍ତ୍ତମାନ ସମୟ ମଧ୍ୟ ହେଇଯାଇଅଛି। ତ 5 ମିନିଟ୍ ଡେରି କରିକି ଆମମାନେ ଆଜିର ଏଇ ପ୍ରାର୍ଥନା ସଭାକୁ ଆରମ୍ଭ କରିଅଛୁ। ଆଉ ଯେହେତୁ ସମୟ ସର୍ଟ ରହିଅଛି ତେଣୁକରି ବର୍ତ୍ତମାନ ସମୟରେ ଆମେମାନେ ପ୍ରଭୁଙ୍କର ଆରାଧନା କରିବା ପାଇଁ ଯିବା। ଆମମାନଙ୍କ ମଧ୍ୟରେ ଭାଇ ସୁଶାନ୍ତ ଅଛନ୍ତି ତାଙ୍କେ ଆମମାନଙ୍କୁ ଆରାଧନା ମାଧ୍ୟମରେ ଆମମାନଙ୍କୁ ପରିଚାଳନା କରିବେ। Praise the Lord. Praise the Lord. Hallelujah. Praise the Lord. Hallelujah. Hallelujah. ପ୍ରଭୁଙ୍କର ମହାନ ନାମ ଗୌରବ ସୁନ୍ଦର ସମୟକୁ ଦେଇ ଅଛନ୍ତି ଆଉ ଆମମାନଙ୍କୁ ଜୀବିତ ରଖିଅଛନ୍ତି। ତା ସହିତ ଅନଲାଇନ ରେ ଜଡିତ ଥିବା ପ୍ରତ୍ୟେକ ଜଣକୁ ପ୍ରତ୍ୟେକ ଜଣଙ୍କୁ ଧନ୍ୟବାଦ ଦେଉଛି। ଆସନ୍ତୁ ଆମମାନେ ଆଉ ଆମମାନେ କିଛି ଗୀତ ସହିତ କିଛି ପଢିବା ତାପରେ ଆମମାନେ ମୋ ସେଥିରେ ଦେଖିପାରିବେ ଗୀତ ତାର 125 ଆଉ ଗୀତ ତାର 125 ତାର 1ରୁ 5 ପଦ ପର୍ଯ୍ୟନ୍ତ ମୁଁ ପଢିବି। ଏଠାରେ ଏହିପରି ଲେଖାଯାଏ ଯେଉଁମାନେ ସଦାପ୍ରଭୁଙ୍କ ଠାରେ ନିର୍ଭର ରଖନ୍ତି ସେମାନେ ଅଟଳ ଓ ନିତ୍ୟ ସ୍ଥାୟୀ ସିୟନ ପର୍ବତ ତୁଲ୍ୟ। ଯେପରି ଖ୍ରୀଷ୍ଟଙ୍କର ଚତୁର୍ଦିଗରେ ପର୍ବତ ମାନ ଥାଏ ସେପରି ଆଜିଠାରୁ ସଦାକାଳ ସଦାପ୍ରଭୁ ଆପଣ ଲୋକମାନଙ୍କର ଚତୁର୍ଦିଗରେ ଥାଆନ୍ତି। କାରଣ ଧାର୍ମିକ ମାନେ ଯେପରି ଅଧର୍ମ ପ୍ରତି ହସ୍ତ ନ ବଢାଇବେ ଏଥିପାଇଁ ଧାର୍ମିକ ମାନଙ୍କ ଅଧିକାରରେ ଦୁଷ୍ଟତାର ରାଜଦଣ୍ଡ ଅବସ୍ଥାନ କରିବ ନାହିଁ। ହେ ସଦା ପ୍ରଭୁ ଯେଉଁମାନେ ମଙ୍ଗଳ ସ୍ୱଭାବ ବିଶିଷ୍ଟ ଓ ଅନ୍ତଃକରଣରେ ସରଳ ସେମାନଙ୍କର ମଙ୍ଗଳ କର ମାତ୍ର ଯେଉଁମାନେ ଆପଣା ଆପଣା ଗାମୀ ହୁଅନ୍ତି ସେମାନଙ୍କୁ ସଦାପ୍ରଭୁ ଅଧର୍ମାଚାରୀ ମାନଙ୍କ ସଙ୍ଗେ କଡାଇ ନେବେ। ଇସ୍ରାଏଲ ଉପରେ ଶାନ୍ତି ବର୍ଷୁ। ଆମେନ୍। ମୋର ପ୍ରିୟ ମାନେ ଆମମାନେ ଏ ସ୍ଥାନ ଦେଖୁଅଛୁ ଯେ 1 ଆଉ 2 ପଦରେ ଏହିପରି ଲେଖାଯାଏ ଗୀତ ଏହିପରି ଲେଖୁଛନ୍ତି ଯେଉଁମାନେ ସଦାପ୍ରଭୁଙ୍କ ଠାରେ ନିର୍ଭର ରଖନ୍ତି ସେମାନେ ଅଟଳ ଓ ନିତ୍ୟ ସ୍ଥାୟୀ ପର୍ବତ ତୁଲ୍ୟ। ମୋର ପ୍ରିୟମାନେ ସିୟନ ପର୍ବତ ତୁଲ୍ୟ ବୋଲି ଏଠାରେ କୁହାଯାଏ ଯୋଉମାନେ କି ଈଶ୍ୱରଙ୍କ ଉପରେ ଜୀବିତ ଈଶ୍ୱରଙ୍କୁ ଯୋଉମାନେ କି ଭରସା କରନ୍ତି ସେମାନେ ସେଇ ସିୟନ ପର୍ବତ ତୁଲ୍ୟ ଅଟଳ ନିତ୍ୟ ସ୍ଥାୟୀ ଆଉ ସେଇ ପର୍ବତ ତୁଲ୍ୟ ବୋଲି ଲେଖାଯାଏ ଆଉ 2 ପଦ ଲେଖାଯାଏ ଯେପରି ଜିରୁସାଲମର ଚତୁର୍ଦିଗରେ ପର୍ବତ ମାନ ଥାଏ ସେପରି ସଦା କାଳ ସଦାପ୍ରଭୁ ଆପଣ ଲୋକମାନଙ୍କର ଚତୁର୍ଦିଗରେ ଥାନ୍ତି। ମୋର ପ୍ରିୟ ମାନେ ଆମେ ଦେଖୁଛୁ ଯେ ଯେଉଁପରି ଜିରୁସାଲମରେ ଚତୁଃପାର୍ଶ୍ଵରେ ପର୍ବତ ଅଛି ଠିକ ସେହିପରି ଈଶ୍ୱରଙ୍କ ଉପରେ ନିର୍ଭର ଏବଂ ଭରସା ରଖିବା ବ୍ୟକ୍ତି ମାନଙ୍କୁ ପରମେଶ୍ୱର ନିଜର ସ୍ୱର୍ଗଦୂତ ପଠେଇ ତାଙ୍କୁ ସୁରକ୍ଷିତ ପ୍ରଦାନ କରିବେ। ମୋର ପ୍ରିୟ ମାନେ ଆମମାନଙ୍କୁ ମଧ୍ୟ ରାତ୍ରି ସମୟରେ ଆମେ ମୃତ ଅବସ୍ଥାରେ ଶୋଇଥିଲୁ କିନ୍ତୁ ପ୍ରଭୁ ଆମ ମାନଙ୍କୁ ସୁରକ୍ଷିତ କଲେ ପ୍ରଭୁ ଆମ ମାନଙ୍କୁ ପ୍ରସ୍ତୁତ କଲେ ସେଥିପାଇଁ ଆମେ ଜୀବିତ ଆଉ ନିଶ୍ୱାସ ପ୍ରଶ୍ୱାସ ନେଇପାରୁ। ହାଲେଲୁୟା ତ ଆସନ୍ତୁ Hallelujah. ଏଇ ଗୀତକୁ ଆମମାନେ କିଛି ସମୟ ସ୍ମରଣ କରିବା ମାନେ ପରମେଶ୍ୱରଙ୍କର ଗୌରବ ପ୍ରଶଂସା କରିବା ପରମେଶ୍ୱରଙ୍କର ଧନ୍ୟବାଦ ଦେବା ଆସନ୍ତୁ ଆମେ ଏଇ ସମୟରେ ଚକ୍ଷୁ ବନ୍ଦ କରିବା ଆଉ ଧନ୍ୟବାଦ ଦେବା। ପବିତ୍ର ପରମେଶ୍ୱର ପିତା ରାଜା ମାନଙ୍କ ରାଜା ତୁମକୁ ଧନ୍ୟବାଦ ଦେଉଛି ପିତା। ହଁ ପ୍ରଭୁ ତୁମେ ଅସମ୍ଭବ ସମ୍ଭବ କରିବା ପରମେଶ୍ୱର। ପିତା ମାନେ ରାତ୍ର ସମୟରେ ଅବସ୍ଥାରେ ଚୟନ କରିଥିଲୁ ତୁମେ ଆମମାନଙ୍କୁ ଜୀବିତ କଲ ତୁମେ ଆମମାନଙ୍କ ସାଥିରେ ରହିଲ ପ୍ରଭୁ ଆଉ ନୂତନ ଜୀବନ ନୂତନ ଦିବସକୁ ଦେଇଅଛି ସେଥି ନିମନ୍ତେ ତୁମ ଗୌରବ ଦେଉଅଛି ପିତା। ହଁ ପବିତ୍ର ପ୍ରଭୁ ଏଇ ସ୍ୱର୍ଗ ପୃଥିବୀକୁ ଏତେ ସୁନ୍ଦର ଭାବରେ ସଜେଇଛ ପ୍ରଭୁ ଆମମାନଙ୍କ ପାଇଁ ପବିତ୍ର ପରମେଶ୍ୱର ପ୍ରଭୁ ତୁମେ ଗୌରବ ମହିମାନିତ ହୁଅ ପ୍ରଭୁ। ହଁ ପିତା ଆଜିର ଦିନରେ ପ୍ରଭୁ ଏକ ସୁନ୍ଦର ଯୋଜନା ମାନଙ୍କ ପାଇଁ ଅନଲାଇନରେ ଜଡିତ ହେଇ ପ୍ରଭୁ ଆଉ ମାନେ ଆରାଧନା ପ୍ରଶଂସା କରୁଛୁ। ପିତା ଏହି ସମୟ ପ୍ରଭୁ ତୁମରି ଅଟେ ପିତା ପ୍ରତ୍ୟେକ ପବିତ୍ର ଆତ୍ମାଙ୍କ ଦ୍ଵାରା ପ୍ରଭୁ ତୁମେ ସ୍ପଷ୍ଟ କର ପରମେଶ୍ୱର ଅଭିଷେକ କର ପିତା ଯେପରି ଆନନ୍ଦର ସହକାରେ ହଁ ପରମେଶ୍ୱର ତୁମରି ମହିମା କରିବ ପିତା। ହଁ ପ୍ରଭୁ ବିତି ଯାଇଥିବା ଦିନ ମାନଙ୍କରେ ଅନେକ ଅଭାବ ଅସୁବିଧା ରୋଗରୁ ପ୍ରଭୁ ତୁମେ ଆମମାନଙ୍କୁ ମୁକ୍ତ କରିଅଛ ପିତା।
ହଁ ପ୍ରଭୁ ଯାଇଥିବା ରବିବାର ଠାରୁ ଏହି ରବିବାର ପର୍ଯ୍ୟନ୍ତ ତୁମେ ଆମମାନଙ୍କୁ କୋଡେ ଆଣିଅଛ ରାଜା। ହଁ ପ୍ରଭୁ ତୁମେ ଗୌରବ ପାଅ ପବିତ୍ର ରାଜା ଆଉ ପ୍ରତ୍ୟେକ ସମୟରେ ଆମମାନଙ୍କ ସାଥିରେ ହଁ ପବିତ୍ର ଆତ୍ମା ତୁମେ ଆମମାନଙ୍କ ଭିତରେ ରହି ଆମମାନଙ୍କ ସବୁ ନିୟନ୍ତ୍ରଣ ରଖିଲ ପିତା ତୁମେ ଗୌରବ ପାଅ ମହିମା ପବିତ୍ର ପରମେଶ୍ୱର। ହଁ ପ୍ରଭୁ ଆମମାନଙ୍କ ଜୀବନ ଦ୍ଵାରା କେବଳ ତୁମରି ପ୍ରଶଂସା ହେଉ ତୁମରି ଗୌରବ ହେଉ ପବିତ୍ର ପ୍ରଭୁ। ହଁ ରାଜା क्षमा परमेश्वर पिता तुमको धन्यवाद दଉଛୁ राजा। हाँ पिता अल्फा ओमेगा परमेश्वर। हाँ पवित्र प्रभु तुम्हें सर्वशक्तिमान परमेश्वर तुम्हें सर्वज्ञानी परमेश्वर पिता तुम्हारी परी केही नाय पिता एते प्रभु प्रेम କରିବା परमेश्वर पिता प्रभु तुमको धन्यवाद हालेलुया। आराधना करे यीशु तुम नामे स्तुति तुम करे प्रभु तुम नामे आराधना करे यीशु तुम नामे स्तुति तुम करे प्रभु तुम नामे प्रशंसा करो महिमा तुम नामे प्रशंसा गौरव महिमा तुम नामे आराधना करे यीशु तुम नामे स्तुति तुम करे प्रभु तुम नामे महिमा संभ्रम प्रतापण तुमे तुमे सर्वशक्तिमान सारा जगतरे तुमे पराक्रम तुमे अट प्रभु आम महिमा संभ्रम प्रतापण तुमे तुमे सर्वशक्तिमान सारा जगतरे तुमे पराक्रम तुमे अट प्रभु आम प्रशंसा गौरव महिमा हे तुम नामे प्रशंसा गौरव महिमा हे तुम नामे आराधना करे यीशु तुम नामे स्तुति तुम करे प्रभु तुम नामे तुमे आदि तुमे ହିଁ ଜୀବିତ ତୁମେ ଆମ ସତ୍ୟ ପଥ ଦେବଗଣ ମଧ୍ୟରେ ତୁମେ ସର୍ବଶ୍ରେଷ୍ଠ ଯୀଶୁ ତୁମେ ଯୋଉ ଆମେ ତୁମେ ଆଦିଅନ୍ତ ତୁମେ ହିଁ ଜୀବିତ ତୁମେ ଆମ ସତ୍ୟ ପଥ ଦେବଗଣ ମଧ୍ୟରେ ତୁମେ ସର୍ବଶ୍ରେଷ୍ଠ ଯୀଶୁ ତୁମେ ଯୋଉ ଆମେ ପ୍ରସନ୍ତା ଗୌରବ महिमा हे तुम नामे प्रशंसा गौरव महिमा हे तुम नामे आराधना करे यीशु तुम नामे स्तुति तुम करे प्रभु तुम नामे आराधना करे यीशु तुम नामे स्तुति तुम करे प्रभु तुम नामे आज तुम्हार प्रिय
पुनर्बार परमेश्वर को धन्यवाद देवा। ओ परमेश्वर एते जे महान परमेश्वर से पृथ्वी को निर्माण କରିଛନ୍ତି ଆଉ ସେ ଆମମାନଙ୍କୁ ଏତେ ଦୟା କରିଛନ୍ତି ପ୍ରେମ କରିଅଛନ୍ତି ସେ ଅଦ୍ଭୁତ କାର୍ଯ୍ୟ କରିବା ପରମେଶ୍ୱର ଆଉ ସେ ଆମମାନଙ୍କ ମଧ୍ୟରେ ଉପସ୍ଥିତ ଅଛନ୍ତି ମୋର ପ୍ରିୟମାନେ ଆସନ୍ତୁ ପ୍ରଥମେ ପରମେଶ୍ୱରକୁ ଧନ୍ୟବାଦ ଦେବା ପବିତ୍ର ପରମେଶ୍ୱର ତୁମକୁ ଗୌରବ ଦେଉଛୁ ରାଜା ଆଉ ପ୍ରଭୁ ତୁମରି ପ୍ରଶଂସା କରୁଛୁ ପ୍ରଭୁ ତୁମେ ଆମମାନଙ୍କୁ ସୁସ୍ଥ ସବଳ ଆରୋଗ୍ୟ ଶରୀରକୁ ଦେଇଅଛ ରାଜା ଆଜି ଅନେକ ଲୋକମାନେ ହସ୍ପିଟାଲରେ ଅନେକ ଲୋକମାନେ ପ୍ରଭୁ କୋର୍ଟ କଚେରୀରେ ଅଛନ୍ତି ପିତା ଅନେକ ଲୋକମାନେ ଅନେକ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ପ୍ରଭୁ କିନ୍ତୁ ଆମମାନଙ୍କୁ ପ୍ରଭୁ ତୁମେ ମନୋନୀତ କରି ପବିତ୍ର ଆତ୍ମା ତୁମେ ଆମମାନଙ୍କୁ ଏ ସ୍ଥାନକୁ ଆଣି ଏକତ୍ରିତ କରିଅଛ ଆଉ ସୁନ୍ଦର ସହଭାଗିତା ସୁନ୍ଦର ଉପସ୍ଥିତି ସୁନ୍ଦର ପ୍ରେଜେନ୍ସକୁ ପ୍ରଭୁ ତୁମେ ଦେଇଅଛ ରାଜା ହଁ ପବିତ୍ର ପରମେଶ୍ୱର ପ୍ରଭୁ ତୁମେ ପ୍ରତ୍ୟେକ ଜଣକୁ ତୁମେ ସ୍ପର୍ଶ କରିଛ ପବିତ୍ର ଆତ୍ମା ହଁ ପବିତ୍ର ଆତ୍ମା ଏହା ତୁମର ସମୟ ଅଟେ ପରମେଶ୍ୱର ତୁମେ ପ୍ରତ୍ୟେକଙ୍କୁ ତୁମେ ସ୍ପର୍ଶ କର ପିତା ଯେତିକି ଅନଲାଇନ ଜଡ଼ିତ ଅଛନ୍ତି ପିତା ହଁ ପରମେଶ୍ୱର ପିତା ଯେତିକି ଜଣ ଭିଡ଼ିଓକୁ ଦେଖିବେ ପ୍ରଭୁ ପ୍ରତ୍ୟେକ ଜଣକୁ ତୁମେ ସ୍ପର୍ଶ କର ପବିତ୍ର ଆତ୍ମା ହାଲେଲୁୟା ହଁ ପ୍ରଭୁ ତୁମର ଅଭିଷେକର ଭରିଦିଅ ପରମେଶ୍ୱର ହାଲେଲୁୟା ହଁ ପବିତ୍ର ପରମେଶ୍ୱର ଥ୍ୟାଙ୍କ ୟୁ ଜିସସ୍ ପିତା ଆସନ୍ତୁ ମୋର ପ୍ରିୟମାନେ ଯାହା ମଧ୍ୟ ଆମମାନଙ୍କ ଜୀବନରେ ଜାଣିଶୁଣି କିମ୍ବା ଅଜାଣତରେ ଯାହା ବି ଭୁଲ ହେଇଯାଉଛି ଆମେ ପରମେଶ୍ୱରଙ୍କୁ ଆଜିର ଦିନରେ ଏଇ ସକାଳ ସମୟରେ ପରମେଶ୍ୱରଙ୍କ ସମ୍ମୁଖରେ ଆମମାନେ କ୍ଷମା ମାଗିବା ପବିତ୍ର ପରମେଶ୍ୱର ପିତା ଆମମାନଙ୍କ ଜୀବନରେ ଜାଣିଶୁଣି ଅଜାଣତରେ ଅନେକ ସମୟରେ ଭୁଲ ହେଇଅଛି ପିତା ହଁ ପ୍ରଭୁ ଆମମାନେ ତୁମ ଠାରୁ ଦୂରକୁ ଯାଇ ପ୍ରାର୍ଥନା କରିବାରେ ବାକ୍ୟ ପଢିବାରେ ମଧ୍ୟ କେତେକ ସମୟରେ ଆମମାନେ ପ୍ରଭୁ ଅବାଞ୍ଛିତ ଜୀବନ ଯାପନ କରୁଅଛୁ ହଁ ପ୍ରଭୁ ଯଦି ଆମେ କାହାକୁ ରାଗିଅଛୁ ଯଦି କାହାକୁ ଗାଳି ଦେଇଅଛୁ ପିତା କାହାକୁ ଯଦି ଦୁଃଖ ଲାଗିଲେ କଥା କହିଅଛୁ ପ୍ରଭୁ ତୁମେ ଆମମାନଙ୍କୁ କ୍ଷମା କର ପରମେଶ୍ୱର ଆମକୁ ଦୟା କର ତୁମ ପବିତ୍ର ରକ୍ତ ଦ୍ୱାରା ଶୁଦ୍ଧି ପବିତ୍ର କର ଆଉ ପ୍ରଭୁ ଆମମାନଙ୍କ ଜୀବନ ମନ ପ୍ରାଣ ଆତ୍ମାକୁ ତୁମର ହସ୍ତରେ ସମର୍ପଣ କରୁଛୁ ପବିତ୍ର ଆତ୍ମା ତୁମେ ଆମମାନଙ୍କୁ ନିୟନ୍ତ୍ରଣ ରଖ ପବିତ୍ର ଆତ୍ମା ହାଲେଲୁୟା ହଁ ପବିତ୍ର ପ୍ରଭୁ ତୁମେ ଏହି ସମୟ ପର୍ଯ୍ୟନ୍ତ ସୁନ୍ଦର ଭାବରେ କଡେ ଆଣିଅଛ ପିତା ଆଉ ଆରାଧନାକୁ ପାଇଅଛ ପିତା ତୁମେ ପ୍ରଶଂସାକୁ ଗ୍ରହଣ କରିଅଛ ରାଜା ପ୍ରଭୁ ତୁମକୁ ଧନ୍ୟବାଦ ଦେଉଛି ପିତା ହଁ ପ୍ରଭୁ ଏହି ସମୟରେ ପ୍ରଭୁ ଶେଷ ସମୟ ପର୍ଯ୍ୟନ୍ତ ପବିତ୍ର ଆତ୍ମା ତୁମରି ଭାରି ପ୍ରେଜେନ୍ସ ରହିଥାଉ ଆଉ ପ୍ରଭୁ ତୁମେ ନିୟନ୍ତ୍ରଣ ରଖ ବୋଲି ପ୍ରାର୍ଥନା କରୁଛୁ ପିତା ପ୍ରଭୁ ଏହି ସମସ୍ତ ପ୍ରାର୍ଥନା ଆଉ ପ୍ରଭୁ ଅନଲାଇନ ଯୋଡିଥିବା ପ୍ରତ୍ୟେକ ଜଣଙ୍କୁ ତୁମର ପବିତ୍ର ହସ୍ତରେ ସମର୍ପଣ କରି ନାଜରେଥ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ ପିତା ଆମେନ୍ ପ୍ରଭୁଙ୍କର ଗୌରବ ହେଉ ପ୍ରଭୁଙ୍କର ମହିମା ହେଉ ଆଉ ଅତି ସୁନ୍ଦର ଭାବରେ ଆରାଧନା ପ୍ରାର୍ଥନାକୁ ଚଳେଇ ନେଇ ଅଛନ୍ତି ସେଥିପାଇଁ ପ୍ରଭୁଙ୍କର ଗୌରବ ହେଉ ବର୍ତ୍ତମାନ ସମୟରେ ଆମେମାନେ ପରମେଶ୍ୱରଙ୍କର ବାକ୍ୟକୁ ଶ୍ରବଣ କରିବା ପାଇଁ ଯିବା ପରମେଶ୍ୱରଙ୍କର ବାକ୍ୟକୁ ଆମେମାନେ ଶୁଣିବା ପାଇଁ ଯିବା ଆଉ ସେଥିପାଇଁ ଆମମାନଙ୍କ ମଧ୍ୟରେ ଝରଣା ଅଛନ୍ତି ତାଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରେ ତାଙ୍କେ ଆସିଲେ ଏବଂ ପରମେଶ୍ୱରଙ୍କର ବାକ୍ୟକୁ ଆମମାନଙ୍କ ମଧ୍ୟରେ ପରିବେଷଣ Praise the Lord. ମୋର ଆବାଜ Praise the Lord. ଓକେ ପରମେଶ୍ୱରଙ୍କର ଆମର ଧନ୍ୟବାଦ ହେଉ ପରମେଶ୍ୱର ଆମମାନଙ୍କୁ ସୁନ୍ଦର ଆଉ ଗୋଟେ ପ୍ଲାଟଫର୍ମ ଯୋଗେଇ ଦେଇଛନ୍ତି ଆଉ ସୁନ୍ଦର ସମୟରେ ମଧ୍ୟ ଆମେ ସକାଳରେ ଆଉ ପାହାନ୍ତିଆ ସମୟରେ ତାଙ୍କ ଚରଣ ତଳେ ବସିବା ପାଇଁ ଆଉ ସବ୍ୟସ ଭାଇଙ୍କ ହୃଦୟରେ ପ୍ରଭୁ କଥା କହିଲେ ପୁଣି ଆମ ସମସ୍ତଙ୍କୁ ତାଙ୍କ ସହିତ ଜଡିତ କଲେ ତେଣୁକରି ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ଦେବା ସହ ଆଉ ଭାଇଙ୍କୁ ମଧ୍ୟ ଥ୍ୟାଙ୍କ ୟୁ ଆଉ ଆମେ ଉତ୍ତମ ପ୍ଲାଟଫର୍ମ ଆଣିକି ଦେଇଛନ୍ତି ତେଣୁ ଧନ୍ୟବାଦ ଆଉ ମତେ ସୁଯୋଗ ଦେଲେ ସେଥିପାଇଁ ମଧ୍ୟ ଧନ୍ୟବାଦ କାଲି ହଠାତ୍ ଆମେ ଆଉ କଥା ହେଲା ବେଳେ ମୁଁ ଦେଖିଥିଲି ମେସେଜରେ ମୋର ନାଁ ଥିଲା ଆଉ ମୁଁ ଖୁସି ମଧ୍ୟ ହେଲି ଆଉ କିଏ ଥିଲେ ବୋଲି ମଧ୍ୟ ମୁଁ ଡାଉଟ କ୍ଲିୟର କରିବା ପାଇଁ ଭାଇଙ୍କୁ ମଧ୍ୟ କଲ୍ କରିଥିଲି ସେଇ ଯାହା ବି ହେଉ ଆଉ ମାନେ ବାକ୍ୟ କିଛି ଆଉ ପଠନ କରିବା କିଛି ଜାଣିବା ଯେ ପରମେଶ୍ୱର ଆମମାନଙ୍କୁ କଣ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ କଣ ପାଇଁ ସେଇ ବିଷୟ ସହିତ ତୁଳନା କରିଛନ୍ତି ତାହା ଟିକେ ଆମମାନେ ଆଜି ଆଉ ବୁଝିବା ଅଳ୍ପ ସମୟ ଆଉ ମୁଁ ବେଶୀ କିଛି କହିବି ନାହିଁ ଅଳ୍ପ ସମୟରେ ମାନେ କିଛି ବୁଝିବା ପାଇଁ ଆଉ ନିଜକୁ ସମୀକ୍ଷା କରିବା ପାଇଁ ଆମମାନେ ଚିନ୍ତା କରିବା ପ୍ରେଜ ଦ ଲର୍ଡ ହାଲେଲୁୟା ଆପଣ ମାନେ ସମସ୍ତେ ଜାଣିଥିବା ଏକ ପଠନ କରିବି ଆଉ ମାଥ୍ୟୁ ଲିଖିତ ସୁସମାଚାର 5 ଅଧ୍ୟାୟର ଆଉ 13 ପଦ ଏହା ସମସ୍ତଙ୍କର ମୁଖସ୍ଥ ପଦ ଥାଏ ଲେଖା ଯାଉଛି ତୁମ୍ଭେମାନେ ପୃଥିବୀର ଲବଣ କିନ୍ତୁ ଲବଣ ଯଦି ସ୍ୱାଦ ବିହୀନ ହୁଏ
ତେବେ ତାହା କାହିଁରେ ଲବଣତ୍ୱ ଯୁକ୍ତ ହେବ? ତାହା ଆଉ କୌଣସି କାର୍ଯ୍ୟ ଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ। ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ଓ ପରମେଶ୍ୱର ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପୃଥିବୀର ଲବଣ ସହିତ ପୃଥିବୀର ଲବଣ ବୋଲି ଗୋଟିଏ ଆଖ୍ୟା ଦେଇଛନ୍ତି, ଗୋଟେ ନାମ ଆମମାନଙ୍କୁ ଆଉ ଦେଇଛନ୍ତି ପ୍ରିୟ ପ୍ରଭୁଙ୍କର ଲୋକମାନେ। ତ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ସୁସମାଚାର ଆରମ୍ଭ କରିଲେ, ଯେତେବେଳେ ସେ କହିଲେ ଯେ ମନ ପରିବର୍ତ୍ତନ କର କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ, ସେଇ ସମୟରେ ସେ ଯେତେବେଳେ ଆଉ ଯୋଉ ସ୍ଥାନରେ ଯାଉଥିଲେ ତାଙ୍କର ପଛେ ପଛେ 12 ଜଣ ଶିଷ୍ୟକୁ ଆହ୍ୱାନ କରି 12 ଜଣ ଶିଷ୍ୟ ସହିତ ଅନେକ ଆଉ ଜନତା ତାଙ୍କର ପଛେ ପଛେ ଆଉ ଯାଉଥିଲେ ପ୍ରିୟ ପ୍ରଭୁଙ୍କର ଲୋକମାନେ। ପାଞ୍ଚ ପର୍ବର ପ୍ରାରମ୍ଭରେ ଯଦି ଆମେ ଦେଖିବା ଲୋକ ସମୂହ ବୋଲିକି ଲେଖାଯାଏ। ଲୋକ ସମୂହ ମାନେ ଅନେକ ଲୋକ ତାଙ୍କ ପଛେ ପଛେ ଆଉ ଯାଉଥିଲେ। ଆଉ ଗୋଟେ ପାହାଡକୁ ଯାଇଥିଲେ, ଗୋଟେ ପର୍ବତକୁ ଯାଇଥିଲେ, ଆଉ ସେଇ ପର୍ବତରେ ଯେତେବେଳେ ଆଉ ସେ ଶିକ୍ଷା ଦେଲେ, ଆଉ ଶିକ୍ଷା ଦେଇଥିବା ସମୟରେ ଆରୋହଣ କରୁଥିବା ସମୟରେ ବୋଲିକି ଲେଖାଯାଏ। ତ କେଉଁମାନେ ଧନ୍ୟ ସେଇ ବିଷୟ ସେ କହି କହିକିନା ଆସିଥିଲେ ଯେ ଯେଉଁମାନେ ଆତ୍ମାରେ ଦିନହୀନ, ଯୋଉମାନେ ଆଉ ଧାର୍ମିକତା ନିମନ୍ତେ ତୃଷିତ, ସେଇ ବିଷୟକୁ ଆପଣ ମାନେ ଯଦି ଆଉ 2 ପଦରୁ 12 ପଦ ପର୍ଯ୍ୟନ୍ତ ପଢି ପଢିକି ଆସିଲେ କେଉଁମାନେ ଧନ୍ୟ ସେଇ ବିଷୟକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲୋକ ସମୂହକୁ ଶିକ୍ଷା ଦେଇ ଦେଇକି ଆସୁଥିଲେ। କିନ୍ତୁ 13 ପଦକୁ ଯେତେବେଳେ ଆସିଲେ 13 ପଦରେ ଲେଖା ଯାଉଛି ଯେ ତୁମ୍ଭେମାନେ ପୃଥିବୀର ଲବଣ ବୋଲି। ଆଉ ତୁମ୍ଭେ ମାନେ କହିଲେ ଏହା ଯଦି ମୁଁ ପଢୁଅଛି ଏହା ମତେ ବୁଝଉଛି, ଏହା ଯଦି ଆପଣ ମାନେ ପଢୁଅଛନ୍ତି ଏହା ଆପଣ ମାନଙ୍କ ପାଇଁ ମଧ୍ୟ, ଯେ ତୁମ୍ଭେ ମାନେ ପୃଥିବୀର ଲବଣ ବୋଲି। ହେଲେ ଆମେ କେବେ ଚିନ୍ତା କରିଛୁ କି କେବଳ ଖାଲି ପଢିଅଛୁ କି? ଆଉ ଯଦି ଆମମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀର ଲବଣ ସହିତ ତୁଳନା କରିଛନ୍ତି, ତେଣୁ ଲବଣର କାର୍ଯ୍ୟ କଣ ଆଉ ଲବଣ କଣ ପାଇଁ ଆଉ କହିଲେ ଆମ ମାନଙ୍କୁ, ତାହା ଆମ ମାନଙ୍କୁ ବୁଝିବା ପାଇଁ ହେବ। ନାମର ଧନ୍ୟବାଦ ହଉଛି ଏକ ଏପରି ବିଷୟ ଯାହାକି ଜଗତରେ ଅନେକ ବିଷୟ ଅଛି, ଗଛ ଠାରୁ ନେଇକି ମାଟି ପର୍ଯ୍ୟନ୍ତ, କିନ୍ତୁ ଗୋଟେ ଲବଣ କ୍ଷୁଦ୍ର ଗୋଟେ ଆ ଦ୍ରବ୍ୟ ସହିତ ଆମ ମାନଙ୍କୁ ତୁଳନା କରିଛନ୍ତି, କିନ୍ତୁ ସେଇ କ୍ଷୁଦ୍ର ଦ୍ରବ୍ୟର ଅନେକ ଆଉ ମହତ୍ବତା ରହିଅଛି ପ୍ରିୟ ପ୍ରଭୁଙ୍କର ଲୋକମାନେ। ଆଉ ମୁଁ କିଛି କହିବା ପାଇଁ ଚାହେଁ ଯେ ଲବଣ ଏକ ଏପରି ବିଷୟ, ଏପରି ଏକ ଦ୍ରବ୍ୟ ଯାହାକି ପ୍ରତ୍ୟେକ ଘରେ ପ୍ରତ୍ୟେକ ଦେଶରେ ଆବଶ୍ୟକୀୟ ବିଷୟ ବୋଲିକି ଆବଶ୍ୟକୀୟ ବସ୍ତୁ ବୋଲିକି ତାହା ଆଉ ଘରେ ରଖାଯାଇଥାଏ, ଏହା ଆପଣ ମାନେ ମଧ୍ୟ ଆଉ ଜାଣନ୍ତି। ଆଉ ଲବଣ ବିଷୟରେ ଲବଣ ଏକ ଏପରି ଆଉ ବିଷୟ ଯାହାକି ପୁରାତନ କାଳରେ ଲବଣ ଦ୍ଵାରା ଅନେକ ବିଷୟକୁ ଆଉ ସୁରକ୍ଷିତ ବା ପବିତ୍ର ସୂଚି ଶୁଦ୍ଧ କରାଯାଉଥିଲା। ଯଦି ଆମ ମାନଙ୍କୁ ଲବଣ ସହିତ ଲବଣ ବୋଲିକି କୁହାଯାଇଅଛି, ତାହେଲେ ଆମେ ଗୋଟେ ବିଷୟକୁ ମନେ ପକେଇବା। ମୁଁ ପଦ ପର୍ବ ଖାଲି କହିବି, ପଢିଲେ ବେଶୀ ସମୟ ହବ, ତେଣୁକରି ମୁଁ ଖାଲି ପଦ ପର୍ବ କହିବି ଯେ ଯୋହନ ଲିଖିତ ସୁସମାଚାରରେ ଲେଖାଯାଏ, ଆପଣ ମାନେ ସମସ୍ତେ ଜାଣନ୍ତି ସ୍ତ୍ରୀଙ୍କ ବିଷୟରେ, ଯୋଉ କୂଅ ପାଖରେ ଆଉ ଜଳ କାଢୁଥିଲା, ପ୍ରଭୁ ଯୀଶୁ ତାଙ୍କୁ ଜଳ ମାଗିଥିଲେ। ଆଉ ସେଇ ସ୍ଥାନରେ ଯେତେବେଳେ ସେ ଜଳ ମାଗିଥିଲେ, ପ୍ରଭୁ ଯୀଶୁଙ୍କର ଗୋଟେ କଥା ଥିଲା ଯେ ପ୍ରଭୁ ଯୀଶୁ କହିଥିଲେ ମୁଁ ଯୋଉ ଜଳ ଦେବି ଯଦି ତମେ ଜାଣି ପାରନ୍ତ ତାହେଲେ ମତେ ସେଇ ଜଳ ମାଗିଥାନ୍ତ ବୋଲିକି କହିଥିଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ସେଇ ଜୀବନ୍ତ ଜଳ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଏହା ଆପଣ ମାନେ ଜାଣନ୍ତି। ମୁଁ ବେଶୀ ବ୍ୟାଖ୍ୟା କରିକି କହୁନାହିଁ, ଆପଣ ମାନେ ଠିକ ରେ ବୁଝିଯିବେ। ତ ଜୀବନ୍ତ ଜଳ ବୋଲିକି, ହେଲେ ପ୍ରଭୁ ଯୀଶୁ ଯଦି ଜୀବନ୍ତ ଜଳ ଆଉ ଲବଣ ଆପଣ ମାନେ ଜାଣନ୍ତି, ଜାଗତିକ ହିସାବରେ ଲବଣକୁ ଯଦି ଦେଖିବା, ଲବଣ କୋଉ ସ୍ଥାନରୁ ମିଳିଥାଏ, ଆପଣ ମାନେ ସମସ୍ତେ ଜାଣନ୍ତି ସମୁଦ୍ରରୁ ବା ଜଳରୁ ଲବଣକୁ ତିଆରି କରାଯାଇଥାଏ, ସମୁଦ୍ର କୂଳରୁ ଆଣା ହୋଇଥାଏ। ଆଉ ଜାଗତିକରେ ଦେଖିଲେ ଲବଣ ଜଳ ଦ୍ଵାରା ଜନ୍ମ ନେଇଥାଏ। ଆଉ ଯଦି ଏଇ ସ୍ଥାନରେ ଆମ ମାନଙ୍କୁ ଲବଣ ସହିତ ତୁଳନା କରାଯାଇଛି, ଯଦି ଆମ ମାନେ ଲବଣ, ଆମ ମାନଙ୍କର ଜନ୍ମ କୋଉଠୁ ଆଉ ହେଇଛି? ସେଇ ଜୀବନ୍ତ ଜଳ ଠାରୁ, ଆଉ ସେଇ ଜୀବନ୍ତ ଜଳ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆପଣ ମାନେ ବୁଝିପାରୁଛନ୍ତି ଆଶା କରେ, ପ୍ରେଜ ଦ ଲର୍ଡ, ହାଲେଲୁୟା। ଆଉ ଯଦି ପ୍ରଭୁ ଯୀଶୁ ଜୀବନ୍ତ ଜଳ, ଆଉ ସେଇ ଜଳରୁ ଆମ୍ଭେମାନେ ଜନ୍ମ ନେଇଅଛୁ। ସେଥିପାଇଁ ଆମ ମାନଙ୍କୁ ଆଉ ଲବଣ ସହିତ ତୁଳନା କରାଯାଇଛି। ଜାଗତିକ ହିସାବରେ ମଧ୍ୟ ସମୁଦ୍ରରୁ ଆଉ ଦ୍ରବ୍ୟ ଲବଣକୁ ବାହାର କରାଯାଇଥାଏ, ଆଉ ଲବଣ ସେ ସମୁଦ୍ର ଜଳରୁ
ଆଉ ଜନ୍ମ ନେଇଥାଏ। ଠିକ ସେଇ ପ୍ରକାର ଆମମାନେ ମଧ୍ୟ ଆଉ ପୃଥିବୀର ଲବଣ ମାନେ ଆମେ ଯୋଉ ଲବଣ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଜନ୍ମ ନେଇଅଛୁ। ଯେ ପ୍ରକାର କରନ୍ତୀୟ ମଣ୍ଡଳୀରେ ପ୍ରଥମ କରନ୍ତୀୟ ପୁସ୍ତକରେ ତାହା ଲେଖାଯାଏ ଯେ 4 ଅଧ୍ୟାୟରେ ଲେଖାଯାଏ ବୋଧେ ହଁ 4 ଅଧ୍ୟାୟରେ ଲେଖାଯାଏ ପ୍ରେରିତ ପାଉଲ ଯେତେବେଳେ ଶିକ୍ଷା ଦଉଥିଲେ ସେଇ ସମୟରେ କହିଥିଲେ ଗୋଟେ ବିଷୟ ଯେ କହିଥିଲେ ତୁମ୍ଭମାନଙ୍କର ହୁଏତ 10 ଶିକ୍ଷକ ହୋଇ ପାରନ୍ତି ତମ ପାଖରେ ଥାଇ ପାରନ୍ତି କିନ୍ତୁ ମୁଁ ତୁମମାନଙ୍କୁ ସୁସମାଚାର ଦ୍ଵାରା ଜନ୍ମ ଦେଇଅଛି ବୋଲିକି ଗୋଟେ ବିଷୟ କହିଥିଲେ। ଆଉ ସୁସମାଚାର ଦ୍ଵାରା ତାର ଅର୍ଥ ସୁସମାଚାର କାହାର ମାନେ ଯୀଶୁଙ୍କର ନାମରେ ମୁଁ ତୁମ ମାନଙ୍କୁ ଜନ୍ମ ଦେଇଅଛି ବୋଲିକି ଗୋଟେ ବିଷୟ ସେ କହିଥିଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ ଠିକ ସେଇ ପ୍ରକାର ଆମେ ମାନେ ମଧ୍ୟ ସେଇ ଜୀବନ୍ତ ଜଳରୁ ଜନ୍ମ ନେଇଅଛୁ ସେଥିପାଇଁ ଆମ ମାନଙ୍କୁ ପୃଥିବୀର ଲବଣ ସହିତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ତୁଳନା କଲେ। ହେଲେ କର୍ତ୍ତବ୍ୟ କଣ ଯଦି ଖାଲି ଆମେ କହିଲେ ହବ ନାହିଁ ବା ଆମେ ଲବଣ ବୋଲିକି ମନେ ଭାବିଲେ ହବ ନାହିଁ କିନ୍ତୁ ଲବଣର କାର୍ଯ୍ୟକୁ ଆମମାନଙ୍କ ଜୀବନରେ ଆଉ କରିବାର ଆବଶ୍ୟକ ଅଛି। ଯେ ପ୍ରକାର ଲବଣ କଣ କରିଥାଏ ଆଉ ମୁଁ କିଛି ଅଂଶ ଲେଖି ଅଛି ଆଉ ନିଜେ ବାହାର କରିଅଛି ଯେ ଲବଣ କଣ କରିଥାଏ ବିଶ୍ଵସ୍ତତାକୁ ଆଉ ସୁଦୃଢ କରିଥାଏ ବିଶ୍ଵସ୍ତତାକୁ ପ୍ରତିନିଧିତ୍ୱ କରିଥାଏ ବୋଲିକି। ଆଉ କେଉଁ ପ୍ରକାର କରିଥାଏ ଆଉ ବନ୍ଧୁତ୍ୱକୁ ମଧ୍ୟ ସୁଦୃଢ କରିଥାଏ ଲବଣ। ହେଲେ କେମିତି ଆଉ ଯଦି କୌଣସି ଆପଣ ମାନେ ସମସ୍ତେ ଜାଣନ୍ତି ଆମେ ମାନେ 2025 ଆଉ ସମୟରେ ଚାଲୁଅଛୁ କିନ୍ତୁ ଅନେକ ମୁଭି ଗୁଡାରେ ଅନେକ ସମାଜରେ ଆଉ ଗାଁ ଗହଳିରେ ମଧ୍ୟ ସେଇ ୱାର୍ଡ ଟାକୁ ୟୁଜ କରାଯାଇଥାଏ ଯେ ଯଦି ଯେକୌଣସି ବ୍ୟକ୍ତି କାହା ପାଖରେ ଯଦି କିଛି ପଇସା ଆଣିଥିବ ବା ତାହାର ଯଦି ଖାଇଥିବ କିଛି ଯଦି ତା ଖାଇଥିବ ଯଦି କିଛି କଥା କହି ସେମାନେ କଣ କହନ୍ତି କି ଗୋଟେ ହିନ୍ଦୀରେ ଗୋଟେ ୱାର୍ଡ ଅଛି ଆପଣ ମାନେ ସମସ୍ତେ ଜାଣନ୍ତି ଯେ मैं तुम्हारा नमक खाया हूं नमक हरामी नहीं करूंगा ଏମିତି ବୋଲି ଗୋଟେ କଥା କହନ୍ତି ଲୋକମାନେ। ତ ଏହା କଣ ପାଇଁ କହନ୍ତି ସେ କଣ ତାକୁ ଲବଣ ଡବା ଡବା ଦେଇଥିଲେ କି ଖାଇବା ପାଇଁ ବା ଲବଣ ତାକୁ ସବୁବେଳେ ଦେଇଥିଲେ ଖାଇବା ପାଇଁ ଯେ ସେ ବ୍ୟକ୍ତି ଜଣକ ତାଙ୍କୁ ଏମିତି କହନ୍ତି କିନ୍ତୁ ନାହିଁ ପ୍ରିୟ ପ୍ରଭୁଙ୍କର ଲୋକମାନେ କଥାରେ ତାହା କଥା ସେମିତି ଅଛି मैं तुम्हारा नमक खाया हूं नमक हरामी नहीं करूं ଏହାର ଅର୍ଥ ମୁଁ ତୋର ଲୁଣ ଖାଇଛି ଏମିତି କଣ ସେ ତ ହୁଏତ ଭାତ ରୁଟି ଅନେକ ବିଷୟ ଖାଇଥିବ କିନ୍ତୁ କଥା କହିଲା ବେଳେ ଗୋଟେ ଲବଣକୁ ୟୁଜ କରାଯାଏ। ଲବଣ ଦ୍ରବ୍ୟର ନାଁ ହିଁ କରାଯାଏ ମାନେ ଲବଣର କେତେ ମୂଲ୍ୟ ଆଉ ଲବଣ କେତେ ଆଉ କେମିତି ମୂଲ୍ୟ ମୁଁ କହିବା ପାଇଁ ଚାହେଁ ଯେ ପ୍ରତ୍ୟେକ ଦେଶରେ ପ୍ରତ୍ୟେକ ଗୃହରେ ତାହା ଆବଶ୍ୟକ ବୋଲିକି ମନେ କରିକି ଘରେ ରଖନ୍ତି। ଆଉ ତୃତୀୟ ନମ୍ବର ପଏଣ୍ଟରେ ମୁଁ ଲେଖିଛି ଲବଣ ସ୍ଵାଦକୁ ଆଣିଥାଏ ପ୍ରିୟ ପ୍ରଭୁଙ୍କର ଲୋକମାନେ। ଆଉ ଲବଣ ବିନା କୌଣସି ତରକାରୀ ଆଉ ମିଠା ହେଇନଥାଏ ତା ବିନା ସବୁ କିଛି ଫିକା ଫିକା ଲାଗିଥାଏ। ଠିକ ସେହି ପ୍ରକାର ସେଇଥିପାଇଁ ପ୍ରଭୁ ଯୀଶୁ କହିଲେ ଯେ ଆଉ ତୁମେ ମାନେ ପୃଥିବୀର ଲବଣ ଯଦି ଲବଣ ସତରେ ସେଇ କାର୍ଯ୍ୟ କରେ ତେବେ ଆମେ ମାନେ ମଧ୍ୟ କେତେ ଅଧିକ ରୂପେ ନ କରିବା ଯଦି ପ୍ରଭୁ ଯୀଶୁ ଆମ ମାନଙ୍କୁ ଲବଣ କହିଛନ୍ତି ଆମେ କେମିତି ସ୍ଵାଦକୁ ଆଣିବା ଯଦି ଆମମାନଙ୍କ ମଣ୍ଡଳୀରେ ଆମମାନଙ୍କ ସମାଜରେ ଆମମାନଙ୍କ ଆଖପାଖରେ ଆମମାନଙ୍କ ଘରେ ମଧ୍ୟ ଯଦି ଆମ ପାଖରେ ଲବଣର ଗୁଣ ଅଛି ତାହେଲେ ଆମେ ସ୍ଵାଦକୁ ଆଣିବା। ଆଉ ସ୍ଵାଦକୁ କେମିତି ଆଣିବା ମାନେ ତାଙ୍କ ସହିତ ମିଶିକି କାରଣ ଲବଣର ଏକ ଗୁଣ ଅଛି ମିଶିବା। ଆଉ ମୁଁ ଉଦାହରଣ ସ୍ୱରୂପ କହିବା ପାଇଁ ଚାହେଁ ଯଦି ଗୋଟେ ସ୍ଥାନରେ ଶାଗ ଭଜା ହେଇଛି ଗୋଟେ ସ୍ଥାନରେ ମାଂସ ରୋଷେଇ ହେଇଛି ଆଉ ଗୋଟେ ସ୍ଥାନରେ କେବଳ ଡାଲି ହେଇଛି ଲବଣ କେବେ କୁହେ ନାହିଁ ପାର୍ଥକ୍ୟ ସେ କରେ ନାହିଁ ଯେ ଏଇଠି ଶାଗ ଅଛି ଏଇଠି ମିଶିବି ବା ଏଇଠି ମାଂସ ତରକାରୀ ହେଇଛି ଏଇଠି ଲଙ୍କା ଲାଗିଥିବ ଏଇଠି ମିଶିବି ନାହିଁ ଏହା କେବେ ସେ ପାର୍ଥକ୍ୟ କରିନଥାଏ ସେ ସବୁ ସମୟରେ ମିଶିବାର କାର୍ଯ୍ୟ କରିଥାଏ ତରକାରୀ ହେଉ ବା ଶାଗ ଭଜା ହେଉ ବା ଡାଲି ହେଉ ସେ ସମସ୍ତ ବିଷୟରେ ମିଶି ଯାଇଥାଏ ମାନେ ଲବଣର ଏକ ଗୁଣ ହେଉଛି ମିଶିବାର। ପ୍ରିୟ ପ୍ରଭୁଙ୍କର ଲୋକମାନେ ପ୍ରଭୁ ଯୀଶୁ ଯଦି ଆମମାନଙ୍କୁ ଲବଣ ସହିତ ତୁଳନା କରିଛନ୍ତି କେତେ ଖୁସିର ବିଷୟ ମାନେ ଆଉ ଚେଷ୍ଟା କରିବା ଯେ ଆମ ମାନଙ୍କ ମଧ୍ୟରେ ମଧ୍ୟ ସେ ଲବଣର କିଛି ଗୁଣ ଆମମାନଙ୍କ ମଧ୍ୟରେ ଆଉ ପ୍ରକାଶ ପାଉ ଆମେ ମାନେ ମଧ୍ୟ ଲୋକଙ୍କ ସହିତ ମିଶିବା ସାମ୍ନାରେ ଯେତେ ବଡ ଆଉ କ୍ରୋଧୀ ଲୋକ ଯେତେ ବଡ ଆଉ ଖରାପ ଲୋକ ବି ଛିଡା ହେଇଥାଉ ନା କାହିଁକି ଯଦି ଆମମାନେ ଲବଣ ତାହେଲେ ଆମଙ୍କର ଗୁଣକୁ ଆମେ ପ୍ରକାଶ କରିବା ତା ସହିତ ଆମେ ମିଶିକି ଦେଖେଇବା କାରଣ ଯେତେ ବଡ ଲୋକ ହେଇଥାଉ ଯେତେ କ୍ରୋଧୀ ଲୋକ ହେଇଥାଉ ଯେତେ ଶତ୍ରୁ ଭଳିଆ ଲୋକ ହେଇଥାଉ ହେଲେ ମଧ୍ୟ ଆମମାନେ ମିଶିବା ପ୍ରିୟ ପ୍ରଭୁଙ୍କର ଲୋକମାନେ କାରଣ ଆମମାନଙ୍କୁ ଲବଣ ସହିତ ତୁଳନା କରାଯାଇଛି ଆମମାନଙ୍କ ପାଖରେ ଲବଣର ସେଇ ମିଶିବାର ଗୁଣ ଆଉ ରହିବାର ଆବଶ୍ୟକ ଅଛି।
ପ୍ରଭୁଙ୍କର ଲୋକମାନେ ଆଉ ରେଫରେନ୍ସ ଲେଖିଛି, ଖାଲି କହିଦେବି ଆପଣ ମାନେ ନୋଟ କରିପାରିବେ ଯେ ସେଇ ସ୍ଥାନରେ ସ୍ପଷ୍ଟ ଭାବରେ ଲବଣର କେତେ ଉପକାରିତା ଅଛି। ମାନେ ଲବଣ ନହେଲେ କିଛି କୌଣସି କାର୍ଯ୍ୟ ହେଉନଥିଲା, ତାହା ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଯେ ଆ ଲବଣ ସିଧାସଳଖ ପରମେଶ୍ୱରଙ୍କ ନିକଟରେ ଆଉ କଣ କରିଥାଏ, ଯୋଡିଥାଏ ବୋଲିକି ଗୋଟେ ମୁଁ ବାକ୍ୟ ଲେଖିଛି, ନିଜେ ବନେଇଛି। ଯେ ତାହା କେମିତି, ଯେ ତାହା ମୁଁ ଲେଖିଛି ଜିହିଜିକଲ 43 ଅଧ୍ୟାୟର 24 ପଦରେ ତାହା ଲେଖାଯାଏ ଯେ, ଆଉ ଥରେ ମୁଁ କହିବା ପାଇଁ ଚାହେଁ, ଜିହିଜିକଲ 43 ଅଧ୍ୟାୟର 24 ପଦରେ ଲେଖାଯାଏ ଗୋଟେ ବିଷୟ ଯେ ସେହି ସମୟରେ ମାନେ ପୁରାତନ କାଳରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ନ ହେଇଥିଲା, ଜନ୍ମ ହେଇନଥିଲେ ତା ଆଗର କଥା, ଯେ ଯେତେବେଳେ କୌଣସି ବ୍ୟକ୍ତି ଯେତେବେଳେ ପାପାର୍ଥକ ବଳି ନେଇକି ଯାଜକ ନିକଟକୁ ଯାଉଥିଲେ ପ୍ରଭୁଙ୍କର ଲୋକମାନେ, ଆଉ ସେହି ସମୟରେ ଯେତେବେଳେ ପାପାର୍ଥକ ବଳି ନିଆଯାଉଥିଲା, ସେ ବଳିକୁ ଯାଜକ ନିକଟରେ ରଖାଯାଉଥିଲା। ପୁଣି ଯାଜକ ସେଇ ଆଉ ମାନେ ଯାହା ବି ହଉ, ତା କାପ୍ତା ହଉ ବା ମେଷ ବଳି ହଉ, ଯାହା କିଛି ହଉ, ସେଇ ନୈବେଦ୍ୟକୁ ଆଉ ଯାଜକ ତାଙ୍କ ନିକଟକୁ ଆଣୁଥିଲେ, ତାହାକୁ କଣ କରୁଥିଲେ, ଲବଣରେ ଆଉ ମଖା ଯାଉଥିଲା ବୋଲିକି ସେଇ ସ୍ଥାନରେ ଲେଖାଯାଏ। ଲବଣ ସହିତ ଲବଣକୁ ଆଣିକି ସେଇ ଯୋଉ ବି ନୈବେଦ୍ୟ ଅଛି ତା ଉପରେ ତାକୁ ମଖା ଯାଉଥିଲା ପ୍ରିୟ ପ୍ରଭୁଙ୍କର ଲୋକ। ଆଉ ସେ ମଖେଇବା ଦ୍ଵାରା ହିଁ ସେଇ ଦ୍ରବ୍ୟଟା, ସେଇ ନୈବେଦ୍ୟଟା ଶୁଦ୍ଧ କରାଯାଉଥିଲା, ଶୁଚି କରାଯାଉଥିଲା। ତାପରେ ପରମେଶ୍ୱରଙ୍କ ନିକଟରେ, ସଦାପ୍ରଭୁଙ୍କ ନିକଟରେ ତାକୁ ଉତ୍ସର୍ଗୀକୃତ କରାଯାଉଥିଲା। ହେଲେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଲବଣର କେତେ ମାନେ ଉପକାରିତା ଅଛି। ଲବଣ ନହେଲେ ଶୁଦ୍ଧିକରଣ ହେଉନଥିଲା ପୁରାତନ କାଳରେ। ଆଉ ସେଇ ଲବଣକୁ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ଆସିଲେ ଲୋକ ସମୂହକୁ ବା ଆମ ମାନଙ୍କୁ କହିଲେ ଯେ ତମେ ମାନେ ଜଣେ ଜଣେ ପୃଥିବୀର ଲବଣ ବୋଲିକି କହିଲେ। ଆଉ ଯଦି ସେଇ ସମୟରେ ଲବଣକୁ ଶୁଦ୍ଧିକରଣ ନିମନ୍ତେ ରଖାଯାଉଥିଲା, ହେଲେ ଆଜିକାର ଡେଟରେ ଯଦି ଆମେ ମାନେ ଲବଣ, ତାହେଲେ ଆମମାନଙ୍କର କେତେ ଆବଶ୍ୟକ ଲୋକମାନଙ୍କ ମଧ୍ୟ ପଡିବ ନାହିଁ। ପ୍ରଭୁଙ୍କର ଲୋକମାନେ ରେଫରେନ୍ସ ମୁଁ ଲେଖିଛି, ଜଷ୍ଟ ମୁଁ କହିଦଉଛି। ଆଉ ଗୋଟେ ଜିଜିକଲରେ ମଧ୍ୟ ଅଛି, ଯାହାକି 4 ଅଧ୍ୟାୟରେ ଲେଖାଯାଏ, ଅବିଶ୍ୱସ୍ତ ଜିରୁସାଲମ ବିଷୟରେ ଲେଖାଯାଏ। ଯେ ସେଇଠି ଲେଖାଯାଏ ଯେ, ଆଉ ତୁମେ ଯେତେବେଳେ ଜନ୍ମର ବିବରଣ ଜିରୁସାଲମର ଲେଖାଯାଏ, ଯେ ତୁମେ ଯେତେବେଳେ ଜନ୍ମ ହେଇଥିଲ, ଯେତେବେଳେ ତୁମମାନଙ୍କର ନାଭି କଟା ହେଇନଥିଲା, ତୁମକୁ ଜଳରେ ସ୍ନାନ କରାଯାଇ ନଥିଲା, ତାପରେ ଗୋଟେ ପଦ ଲେଖାଯାଏ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେ ତୁମକୁ ଲବଣରେ ମଖା ଯାଇ ନଥିଲା ବୋଲିକି। ଏହାର ଅର୍ଥ ଆମେ ମାନେ ଜାଣିପାରୁଅଛୁ ଯେ ଲବଣ ଶୁଦ୍ଧିକରଣକୁ ମଧ୍ୟ ଆଣୁଥିଲା ବୋଲିକି। ତା ଦ୍ଵାରା ଲବଣ ଦ୍ଵାରା ଶୁଦ୍ଧିକରଣ ହଉଛି। ତ ଆଜି ଯଦି ଆମମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲବଣ ସହିତ ତୁଳନା କରିଛନ୍ତି, ତେବେ ଆମେ କେତେ ଅଧିକ ରୂପେ ଲବଣର କାର୍ଯ୍ୟ ନ କରିବା, ମିଶିବାର କାର୍ଯ୍ୟ ନ କରିବା, ସ୍ୱାଦକୁ ଆଣିବାର କାର୍ଯ୍ୟ ନ କରିବା। ଯେତେବେଳେ ଲବଣ ଆଉ ଗୋଟେ ବିଷୟ ରେଫରେନ୍ସ ଅଛି ଯେ ପ୍ରଥମ ରାଜାବଳୀରେ ଅଛି, ତାହା ଏଲିଓଙ୍କ ବିଷୟରେ ଲେଖାଯାଏ। ଏଲିଓ ଯେତେବେଳେ ସ୍ୱର୍ଗାରୋହଣ କଲେ, ତାଙ୍କର ଶିଷ୍ୟ ଥିଲେ ଏଲିସାୟ। ଆଉ ଏଲିସାୟ ଯେତେବେଳେ ତଳେ ଥିଲେ, ଆଉ କଣ ଏଲିଓ ଯେତେବେଳେ ସ୍ୱର୍ଗକୁ ପଳେଇଲେ, ସେହି ସମୟରେ କଣ ହେଇଥିଲା କି ଜିରିହୋ ବୋଲିକି ଗୋଟେ ନଗର ଥିଲା, ଜିରିହୋ ନଗରର ଭବିଷ୍ୟତ ବକ୍ତା ମାନଙ୍କର ପୁତ୍ର ମାନେ ତାଙ୍କୁ ଦେଖି ଦେଇଥିଲେ ଯେ ଏଲିସାୟଙ୍କର ପରେ ପରେ ତାଙ୍କୁ ପବିତ୍ର ଆତ୍ମାଙ୍କର ସମସ୍ତ ଉପସ୍ଥିତି ବା ସମସ୍ତ ବିଷୟ ପ୍ରଦାନ ହେଇଛି। ଆଉ ସେମାନେ ତାଙ୍କୁ ମାନେ ଟିକେ, ସେମାନେ ଯେହେତୁ ଭବିଷ୍ୟତ ବକ୍ତା ମାନଙ୍କର ପୁତ୍ର ଥିଲେ, ସେଇମାନେ ଟିକେ ତାଙ୍କୁ ଭାବିକି ଲୋକମାନଙ୍କୁ ତାଙ୍କ ନିକଟକୁ ପଠେଇକି କହିଲେ ଟେଷ୍ଟ କରିବା ପାଇଁ। ଅନେକ ବିଷୟ କହିଲେ ଯେ ଏଲିସାଙ୍କୁ କହିଲେ ଯେ, ସେଇ ସମୟରେ ମଧ୍ୟ ଗୋଟେ ବାକ୍ୟ ଅଛି ଯେ କଣ କହିଥିଲେ, ଏଲିସାଙ୍କୁ କହିଲେ ଯେ ଏହି ନଗର ତ, ଆଉ ଏଲିସା ପାଖକୁ ଆସିକି ଲୋକମାନେ କହିଲେ ଯେ ଏହି ନଗର ତ ଆଉ ମନୋହର ନଗର, ଏଇ ସ୍ଥାନ ମନୋହର, କିନ୍ତୁ ଏହାର ଜଳ ତିକ୍ତ ଏବଂ ଫଳ ଯୋଉ ହେଉଛି ଏ ମାଟି ଏ ପ୍ରକାର ଯେ ମାନେ ଫଳ ନାଶକ ବୋଲିକି ସେ ସ୍ଥାନରେ କୁହାଯାଇଛି। ତ ସେତେବେଳେ ଏଲିସା ଗୋଟେ କଥା କହିଥିଲେ ଯେ ମୋ ନିକଟକୁ ତୁମେ କିଛି ଆଉ ଲବଣ ନେଇକି ଆସ ବୋଲିକି କହିଥିଲେ। ଆଉ ଲବଣ ଦ୍ଵାରା ସେଇ ସ୍ଥାନର ଥିବା ଜଳ ଆଉ ମାଟି ଉପରେ ପକେଇ ଦେଇଥିଲେ ପ୍ରଭୁଙ୍କର ଲୋକମାନେ। ଆଉ ସେଇ ସମୟରେ ସେଇ ସ୍ଥାନର ଜଳ ତିକ୍ତ ଠାରୁ ମିଠା ହେଇଯାଇଥିଲା। ହେଲେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯଦି କେବଳ ଗୋଟେ ଦ୍ରବ୍ୟ ଲବଣକୁ ପକେଇବା ଦ୍ଵାରା ସମସ୍ତ ମିଠା ଆସିଥିଲା, ତ ଆମ ମାନଙ୍କୁ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲବଣ ସହିତ ତୁଳନା କରିଛନ୍ତି, ଆମେ କେତେ ଅଧିକ ରୂପେ ମିଠା ନ ଆଣିବା।
ଲୋକଙ୍କର ଜୀବନରେ ନ ଆଣିବା ଶିଷ୍ଟାଚାର ଦେଇକି ଲୋକମାନଙ୍କର ଜୀବନକୁ ଆଉ ବିନଷ୍ଟ ପଠରୁ ତିକ୍ତତା ଜୀବନରୁ ଆଉ ମିଠା କଣ ପାଇଁ ନ ଆଣିବା ତାଙ୍କ ଜୀବନରେ। ଆଜି ଆମେ ନିଜ ନିଜକୁ ସମୀକ୍ଷା କରିବା ଆଉ ପ୍ରଭୁ ଆମମାନଙ୍କୁ କଣ ପାଇଁ ଆଉ ଲବଣ ସହିତ ତୁଳନା କଲେ ବୋଲିକି ଆମମାନେ ଚିନ୍ତା କରିବା ପ୍ରିୟ ପ୍ରଭୁଙ୍କର ଲୋକମାନେ। ଅନେକ ବିଷୟ ଲବଣର ମୁଁ ଗୁରୁତ୍ୱ ତାକୁ ନେଇଅଛି। ଖାଲି ମୁଁ just କହିବା ପାଇଁ ଚାହେଁ ଯେ ଲବଣ ଲାଷ୍ଟରେ ମୁଁ ଗୋଟେ ପଦ କହିକି ଆପଣ ମାନଙ୍କୁ ଶେଷ କରିବା ପାଇଁ ଚାହେଁ ଲବଣ ପୋକ ଖାଏ ନାହିଁ ପ୍ରିୟ ପ୍ରଭୁଙ୍କର ଲୋକମାନେ। ଆପଣ ମାନେ ସମସ୍ତେ ଜାଣନ୍ତି ଯେ ଆମମାନଙ୍କ ଘରେ ଯେତେବେଳେ ଆଚାର ବନା ହୁଏ ବା ଅନେକ ବିଷୟ ଦ୍ରବ୍ୟ ବନା ହୁଏ ମାଂସ ଆମେ ଆଣିକି ଗୋଟେ ଘଣ୍ଟା ପରେ ଯଦି ରୋଷେଇ କରିବାର ଅଛି ଆମେ କଣ କରିଥାଉ ଲବଣ ତା ଦେହରେ ପକେଇକି ରଖି ଦେଇଥାଉ। ମାନେ ଲବଣ କେତେବେଳେ ଖରାପ କରିବା ପାଇଁ ଖରାପ କରିନଥାଏ ସୁରକ୍ଷିତ ରଖିଥାଏ ଲୋକମାନେ। ଆଚାର ହେଉ ଅନେକ ବିଷୟ ହେଉ ତାକୁ ସୁରକ୍ଷିତ ରଖିବା ପାଇଁ ଆମମାନେ ଲବଣକୁ ପକେଇଥାଉ। ଆଉ ଲବଣ କେବେ ପୋକ ଖାଏ ନାହିଁ। ତ ସେଇଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଲବଣ ସହିତ ତୁଳନା କଲେ ଯେ ଆମେ ମାନେ କେବେ ବି ନଷ୍ଟ ହେବା ନାହିଁ। ଆମେ ଯେହେତୁ ସେଇ ଜୀବନ୍ତ ଜଳରୁ ଜନ୍ମ ନେଇଅଛୁ ତେବେ ଆମମାନେ କେବେ ହିଁ ଆଉ ବିନଷ୍ଟ ହେବା ନାହିଁ ପୋକ ଖାଇବା ନାହିଁ ଆଉ ଆମମାନଙ୍କ ଜୀବନରେ ସେଇ ଜୀବନ୍ତ ଜଳ କଣ ହଉଥିବ ପ୍ରବାହିତ ହେଉଥିବ। ପ୍ରଭୁଙ୍କର ଲୋକମାନେ ଆଜିଠାରୁ ଆମେ ଚେଷ୍ଟା କରିବା ଯେ ଆମେ ଲବଣ ତେବେ ଲବଣର ସମସ୍ତ କାର୍ଯ୍ୟକାରିତାକୁ ନିଜ ଜୀବନରେ ଆମେ ଲାଗୁ କରିବା ଆଉ ଲୋକଙ୍କ ସହିତ ମିଶିବା ସ୍ୱାଦକୁ ଆଣିବା ତିକ୍ତ ଠାରୁ ମିଠା କରିବା ଆଉ ସବୁବେଳେ ଆମେ ସଜାଗ ହେବା ସବୁବେଳେ ସତେଜ ହେବା ଆଉ ସବୁବେଳେ ଠିକ ରହିଥିବା ସେ କେବେ ଖରାପ ହୁଏ ନାହିଁ ପ୍ରିୟ ପ୍ରଭୁଙ୍କର ଲୋକମାନେ ଲବଣ ଠିକ ଆମେ ମାନେ ମଧ୍ୟ କେବେ ପଛଘୁଞ୍ଚା ଦେବା ନାହିଁ ପ୍ରଭୁରେ ଆଗକୁ ଆଗକୁ ବଢିବା। ଏଇ ବାକ୍ୟ ଦ୍ଵାରା ପରମେଶ୍ୱର ଆମ ମାନଙ୍କୁ ଆଶୀର୍ବାଦ କରନ୍ତି। ଧନ୍ୟବାଦ ଭାଇ। ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ଭଉଣୀ ଆପଣ ଏ ସୁନ୍ଦର ସମୟ ବାହାର କରିକି ଆମମାନଙ୍କ ମଧ୍ୟରେ ପରମେଶ୍ୱରଙ୍କର ବାକ୍ୟ କହିବା ସଙ୍ଗେ ସଙ୍ଗେ ଆଉ ଆତ୍ମିକ ଭାବରେ ଆମମାନଙ୍କୁ ଉତ୍ସାହିତ କରିଅଛନ୍ତି। ଆମେମାନେ ଆଜି ପରମେଶ୍ୱରଙ୍କର ବାକ୍ୟ ଶୁଣିବାକୁ ପାଉଅଛୁ। ପରମେଶ୍ୱର ମାନଙ୍କୁ କୁହନ୍ତି ଆମେମାନେ ପୃଥିବୀର ଲବଣ। ଆଉ ଭଉଣୀ ଅନେକ ବିଷୟ ଦେଇ ଆମମାନଙ୍କ ମଧ୍ୟରେ ଉପସ୍ଥାପନ କରିଅଛନ୍ତି ଯେ ଲବଣ ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ସବଜିରେ ସେ ମିଳିଥାଏ କେବେ ମଧ୍ୟ ସେ ବାଦ ବିବାଦ ନ କରିଥାଏ। ଯେ ପ୍ରକାରେ ମୁଁ ଏଠାରେ ମିଶିବି ନାହିଁ ଏଠାରେ ମିଶିବି ନାହିଁ କିନ୍ତୁ ସବୁ ଜାଗାରେ ସେ ମିଶିଥାଏ। ଆଜି ଆମମାନେ ପରମେଶ୍ୱରଙ୍କର ବାକ୍ୟ ଦେଖୁଅଛୁ ଆଜି ଏଇ ପୃଥିବୀରେ ଅନେକ ଉଚ୍ଚ ନିଚ ଅନେକ ଭେଦଭାବ ଅନେକଙ୍କ ମଧ୍ୟରେ ଗୋଟିଏ ବିବାଦ ରହିଅଛି କିନ୍ତୁ ଆଜି ଆମେ ମାନେ ପରମେଶ୍ୱରଙ୍କ ବାକ୍ୟରେ ଦେଖୁଅଛୁ ଏହି ଲବଣ ପ୍ରତ୍ୟେକ ଜାଗାରେ ମିଶିଥାଏ। ଆଜି ଆମେମାନେ ଏହି ବାକ୍ୟ ଶୁଣି ପ୍ରଭୁଙ୍କର ମହିମା କରିବା ଦରକାର ଯେ ପ୍ରଭୁ ଆମ ମାନଙ୍କୁ କଣ କହିବା ପାଇଁ ଚାହାନ୍ତି ତାହା ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଆମମାନଙ୍କ ମଧ୍ୟରେ ଭଉଣୀ ଅତି ସ୍ପଷ୍ଟ ଭାବରେ ବୁଝେଇ ଅଛନ୍ତି। ତ ଏଇ ବାକ୍ୟ ଦ୍ଵାରା ଆମ ପ୍ରତ୍ୟେକଙ୍କୁ ପରମେଶ୍ୱର ପରିଚାଳନା କରନ୍ତୁ ଆଉ ଆମେ ଯେ ପ୍ରକାର ଏଇ ବାକ୍ୟ ଆଧାରିତ ଜୀବନ ବଞ୍ଚି ପାରିବା। ଥ୍ୟାଙ୍କ ୟୁ ଭଉଣୀ। ତ ବର୍ତ୍ତମାନ ସମୟରେ ଆମେମାନେ ପ୍ରାର୍ଥନା କରିବା ତାପରେ ଆମେମାନେ ସମାପ୍ତ କରିବା। ତ ବିଶେଷ କରି ମୁଁ ପ୍ରାର୍ଥନା ଅନୁରୋଧ ରଖିବି ଆମମାନଙ୍କ ମଧ୍ୟରେ ଜାନି ଭାଇ ଅଛନ୍ତି ସେ ଏହି ପ୍ରାର୍ଥନା ଅନୁରୋଧର ପ୍ରାର୍ଥନା ଶେଷ ପ୍ରାର୍ଥନା କରିବେ। ବିଶେଷ କରି ଆମେ ସମସ୍ତେ ପ୍ରାର୍ଥନା କରିବା ଯେ ବିଶେଷ କରି ଆଜି ରବିବାର ଦିନ ରବିବାର ଦିନରେ ଅନେକ ଜାଗାରେ ପ୍ରଭୁଙ୍କର ମହିମା କରିବା ପାଇଁ ଲୋକମାନେ ଏକତ୍ରିତ ହେବେ କିନ୍ତୁ ପ୍ରାର୍ଥନା କରିବା ପାଇଁ ଏକତ୍ରିତ ହେବା ସମୟରେ ଅନେକ ଜାଗାରେ ଖ୍ରୀଷ୍ଟିଆନ ବିରୋଧୀ ମାନେ ତାଡନା କରୁଛନ୍ତି। ପ୍ରଭୁ ସେମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତୁ ଆଉ ପ୍ରତ୍ୟେକ ମଣ୍ଡଳୀ ଯେ ପ୍ରକାରେ ସୁରୁଖୁରୁ ଭାବରେ ଉପସ୍ଥିତ ହୋଇ ମଣ୍ଡଳୀରେ ପ୍ରଭୁଙ୍କର ମହିମା କରିବେ ସମସ୍ତେ ଆତ୍ମିକ ଜୀବନରେ ବଢିପାରିବେ ପ୍ରଭୁଙ୍କ ମହିମା ପାଇଁ ବଢିପାରିବେ ଏଥିପାଇଁ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଆମ ସମସ୍ତଙ୍କ ପରିବାର ନିମନ୍ତେ ଭାଇ ଜାନି ପ୍ରାର୍ଥନା କରିବେ ତାପରେ ଆମମାନେ ଆଜିର ଏହି ପ୍ରାର୍ଥନା ସଭାକୁ ଆମମାନେ ସମାପ୍ତ କରିବା। ହାଲେଲୁୟା। ହାଲେଲୁୟା। ସମସ୍ତେ ଆଖି ଆଉ ପ୍ରଭୁଙ୍କୁ ଆମେ ପ୍ରାର୍ଥନା କରିବା। ହାଲେଲୁୟା ହାଲେଲୁୟା ଆରାଧନା ପାଉଥିବା ଏକମାତ୍ର ଜୀବନ୍ତ ପରମେଶ୍ୱର ପ୍ରଭୁ ତୁମେ ସହବର୍ତ୍ତୀ ପରମେଶ୍ୱରର ପିତା ପରମେଶ୍ୱର ଆମର ସମସ୍ତଙ୍କ ପିତା ପରମେଶ୍ୱର ଅନଲାଇନ ମାଧ୍ୟମରେ ପ୍ରଭୁ ଆମେ ପ୍ରଭୁଙ୍କର ବାକ୍ୟ ଶୁଣି ପାରିଲୁ ପିତା ପରମେଶ୍ୱର ଅନଲାଇନ ମାଧ୍ୟମରେ ଯୋଡି ପିତା ପରମେଶ୍ୱର ଆମେ ପ୍ରଭୁଙ୍କର ପିତା ପରମେଶ୍ୱର ମହିମା କରିବା ପାଇଁ ପ୍ରଭୁ ଆମକୁ ସମୟ ସୁନ୍ଦର ସମୟ ଦେଲ ପିତା ପରମେଶ୍ୱର ଏଥି ଧନ୍ୟବାଦ ଦଉଛୁ ପିତା ପରମେଶ୍ୱର। ମୋ ପିତା ପରମେଶ୍ୱର ତମେ ଜାଣିଛ ପିତା
आमे जे पिता परमेश्वर दिनहीन पाप योग्य पिता मनुष्य पिता आमे धूली मात्र मनुष्य पिता परमेश्वर आमे पाप करिथा पिता परमेश्वर अनेक समय पिता परमेश्वर आमे पाप कथा कहिथाउ पाप काम करिथाउ ओ पिता परमेश्वर एपरि पिता परमेश्वर तमे साहाय्य कले पिता परमेश्वर से पाप पिता परमेश्वर मुक्ति करी पिता परमेश्वर आराधना करवा तुम्हारी प्रशंसा करवा तुम्हारी प्रभु वाक्य सब शिखिबार पिता परमेश्वर साहाय्य कल प्रभु तुम्हारी वाक्य जो वाक्य प्रभु शुणु पिता परमेश्वर से वाक्य प्रभु हृदय रखी पिता परमेश्वर आम लोक मान प्रभु से वाक्य को साक्ष्य रूप आम कहीपर प्रभु कही जानी प्रभु से हृदय रखा साहाय्य कल पिता परमेश्वर हो पिता परमेश्वर तुम्हें जानुच पिता परमेश्वर आम जे पिता परमेश्वर आम समस्त जी प्रभु आम ऑनलाइन पिता परमेश्वर अटेंड कर हे समस्त पिता परमेश्वर परिवार को तुम आशीर्वाद कर प्रभु और समस्त मान प्रभु आम हृदय पिता परमेश्वर तुम्हें कथा कह राजा आम जेपरी पिता परमेश्वर ऑनलाइन माध्यम प्रभु तुम्हारी वाक्य प्रभु शिखी पार प्रभु से पिता परमेश्वर तुम्हारी सुबुद्धि दूरी पिता परमेश्वर तुम साहाଯ୍य पार कर राजा हो प्रभु तुम्हें जानिले प्रभु आम जे पिता परमेश्वर ऑनलाइन माध्यम जी जानी प्रभु आउ सदृढ़ पिता परमेश्वर आहरी अधिक अधिक जेपरी जाणी प्रभु से तुम साहाଯ୍य उपकार कर प्रभु और पिता परमेश्वर तुम जान पिता परमेश्वर तुमको प्रभु आजिकार यही प्रभु सुंदर पवित्र दिन पिता परमेश्वर सुंदर समय देछ प्रभु और से धन्यवाद दे पिता परमेश्वर ये छोटे प्रार्थना परमेश्वर को नाम मांगिलु राजा आमेन ଆମମାନଙ୍କ ମଧ୍ୟରେ ଭାଇ ସୁଶାନ୍ତ ଅଛନ୍ତି ତାଙ୍କେ ପ୍ରଭୁ ଶିଖେଇଥିବା ପ୍ରାର୍ଥନାକୁ କହିବେ ତାପରେ ଆମେ ସମାପ୍ତ କରିବା। ଆସନ୍ତୁ ଆମେ ସମସ୍ତେ ପ୍ରଭୁ ଶିଖିଥିବା କହିବା हे ଆମମାନଙ୍କର ସ୍ୱର୍ଗୀୟ ପିତା ତୁମ ନାମ ପବିତ୍ର ବୋଲି ମାନ୍ୟ ହେଉ ତୁମରି ରାଜ୍ୟ ଆସୁ ସ୍ୱର୍ଗରେ ସେ ପୃଥିବୀରେ ତୁମର ଇଚ୍ଛା ସଫଳ ହଉ ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ ଆମେ ଯେପରି ଆପଣ ଅପରାଧ କ୍ଷମା କରିଅଛୁ ସେପରି ଆମମାନଙ୍କ ଅପରାଧ ସବୁ କ୍ଷମା କର ପରୀକ୍ଷାରେ ଆମମାନଙ୍କୁ ଆଣୁ ନାହିଁ ମାତ୍ର ମନ୍ଦରେ ରକ୍ଷା କର ଜଣ ରାଜ୍ୟ ପରାକ୍ରମ ସେତେବେଳେ ପିତାଙ୍କ ପ୍ରେମ ପୁତ୍ର ପରମେଶ୍ୱରଙ୍କ ଅନୁଗ୍ରହ ପବିତ୍ର ଆତ୍ମାଙ୍କ ସୌଭାଗ୍ୟତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଆମ ପ୍ରତ୍ୟେକଙ୍କ ସଙ୍ଗରେ ସାହାଯ୍ୟ ଉପକାର କରନ୍ତୁ। ଆମେନ୍। ତ ପ୍ରଭୁଙ୍କର ଗୌରବ ହେଉ ମହିମା ହେଉ ଆପଣ ମାନେ ସୁନ୍ଦର ସମୟ ବାହାର କରି ଆପଣ ପ୍ରଭୁଙ୍କ ଉପସ୍ଥିତିରେ ଆସିଅଛନ୍ତି ଏହି ପ୍ରକାରେ ଆମେ ମାନେ ଆଗାମୀ ପ୍ରତ୍ୟେକ ରବିବାର ଦିନ ଆଉ ପ୍ରତ୍ୟେକ ରବିବାର ଦିନ ଆମମାନେ ସକାଳେ 5ଟାରେ ଆମମାନେ ପ୍ରାର୍ଥନା ଆରମ୍ଭ କରିବୁ ଆପଣମାନେ ସଦାବେଳେ ଜଡ଼ିତ ହେବା ପାଇଁ ଚେଷ୍ଟା କରିବେ ଆଉ ଏହି ପ୍ରକାରେ ଆମେମାନେ ଯେଉଁ ଅନଲାଇନ୍ ପ୍ରାର୍ଥନା ଗୁଡ଼ିକ କରୁଅଛୁ ତାହା ଅନେକ ଲୋକମାନେ ଅନଲାଇନ୍ ମାଧ୍ୟମରେ ୟୁଟ୍ୟୁବ୍ ମାଧ୍ୟମରେ ଅନେକ ଲୋକମାନେ ଦେଖିପାରିବେ ପ୍ରଭୁଙ୍କର ବାକ୍ୟ ଶୁଣିପାରିବେ ତ ପ୍ରଭୁ ଆପଣ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଆହୁରି ଆମମାନେ ପ୍ରଭୁଙ୍କ ଅନୁଗ୍ରହ ହେବ ଆମମାନେ ପୁନର୍ବାର ଅନଲାଇନ୍ ମାଧ୍ୟମରେ ଜଡ଼ିତ ହୋଇ ଆମମାନେ ପ୍ରଭୁଙ୍କର ମହିମା କରିବା ସମସ୍ତଙ୍କୁ ପ୍ରେଜ୍ Praise the Lord. ସମସ୍ତଙ୍କୁ ପ୍ରେଜ୍